ଗୋପାଳ ମନ୍ଦିରକୁ ଗୋଟେ ହେଲେ ଯାତ୍ରୀର ଦେଖା ନାହିଁ। ଘୋର କଳିକାଳ। ଆରେ ମଠ ମନ୍ଦିର ଆସୁଛି କିଏ ନା ଦିଅ ପୂଜୁଛି କିଏ? ସବୁ ତ ବାୟାରେ ବାୟା। ହଉ ଯେତେବେଳେ ଆସୁଛନ୍ତି ଆସନ୍ତୁ, ମୁଁ ଟିକେ ଏଇଠି ବିଶ୍ରାମ କରିବି ଗୋପାଳ ମନ୍ଦିରରେ। ଆରେ କିଏ କୋଉଠି ଅଛ? ଗୋପାଳ ମନ୍ଦିର ଦର୍ଶନ କରିବଟି? ଟିକେ କରିଦଉନ। ଭୋଗ ଆଣିଛୁ ଗୋପାଳ ପାଇଁ? ଫୁଲମାଳ ଗୋଟେ ବି ଆଣିଛି। ଓହୋ ବଢିଆ। ହଁ ସେଇଠି ଥିଲା। ଗୋପାଳଙ୍କର ଚରଣ ପୁଷ୍ପ ହେଲା। ଘରେ ଗଲେ ତେଣେ କେତେ କାମ ଅଛି, ଗୋପାଳଙ୍କୁ ଦର୍ଶନ କରିଦେ। ଯୋଉ ବାଟେ ଆଇଥିଲୁ ସେ ବାଟେ ଯିବୁ। ଦେଖ କଣ୍ଠୁଲି ବାନ୍ଧିକି ଆଣିଛି କହୁଛି ନାହିଁ। ଜୟ ଗୋପାଳ। ହଉ ଗୋପାଳକୁ ମୁଣ୍ଡିଆ ମାରେ, ଗୋପାଳକୁ ମାଗେ, ମନସ୍କାମନା ପୂର୍ଣ୍ଣ କରିବେ। ହଁ ଭକ୍ତର ମନ ବାଞ୍ଛା ପୂର୍ଣ୍ଣ କର ଗୋପାଳ। ଜୟ ଗୋପାଳ। ଯୋଉ ବାଟେ ଯାଇଥିଲୁ ସେ ବାଟେ ହଁ। ଗୋଟେ କଥା ପଚାରିବି। ଗୋଟେ କଥା କାହିଁକି? 100ଟା କଥା ପଚାରୁନୁ। ଆମେ ପରା ସାକ୍ଷୀ ଗୋପାଳ ପଣ୍ଡା, ପଚାରେ। ଖରାପ ଭାବିବେନି ତ? ଗୋପାଳ ତ ଗୋପାଳ, ସାକ୍ଷୀ ଗୋପାଳ ନାଁଟା କାହିଁକି ହେଇଛି? ମଞ୍ଜି କଥାଟା ପଚାରିଛି ଆଉ। ଗୋପାଳ ତ ଗୋପାଳ, ପୁଣି ଗୋପାଳକୁ ସାକ୍ଷୀ ଗୋପାଳ ନାମରେ କାହିଁକି ନାମିତ କରାହେଇଛି? ତୋ ପ୍ରଶ୍ନର ଉତ୍ତର ମୁଁ ଦେବି। ଦକ୍ଷିଣାଟେ ଦବୁ। ସେ ଅନେକ ଦିନ ତଳର କଥା। ସାନ ବିପ୍ର ବୁଦ୍ଧ ବିପ୍ର ଯାଇଥିଲେ ଗୋପାଳ ଦର୍ଶନ କରିବା ପାଇଁ ବୃନ୍ଦାବନ। ତାପରେ हे जगन्निवास, हे शरण रक्षण हरि, तम महिमार अंत नहीं। तम महिमार अंत नहीं। तमर से नित्य धाम श्री वृंदावन दर्शनर, तमर से नित्य धाम श्री वृंदावन दर्शनर सुजोग केबे पाई ये अधमर जीवन धन्य हब प्रभु। ये अधमर जीवन धन्य। केते समय अपेक्षा करी एपर्यंत सान विप्र आसिले नहीं। तेबे बाटरे किछि असुविधा हलानी।
ଯେତେବେଳେ ଆସୁଛନ୍ତି ଆସୁ ମୁଁ ଏଇଠି ଟିକେ ବିଶ୍ରାମ ଏଇଠି ଟିକେ ବିଶ୍ରାମ ପ୍ରଣାମ ଗୋସାଇଁ। ବାବା ତମର ଆସିବାର ଏତେ ବିଳମ୍ବ ହେଲା କାହିଁକି? ତେବେ କିଛି କଣ ଅସୁବିଧା ହେଲା ନା? ନା ନା ଗୋସାଇଁ, ଆପଣଙ୍କୁ ବୃନ୍ଦାବନ ଯିବା ପାଇଁ କଥା ଦେଇ ଯେତେବେଳେ ସେଥିରେ ଆଉ ଅସୁବିଧା କ'ଣ? ତେବେ ଚାଲ ବାବା ବୃନ୍ଦାବନ ଯାଇ ଗୋପାଳଙ୍କୁ ଦର୍ଶନ କରି ବୃନ୍ଦାବନ ଯାଇ ଗୋପାଳଙ୍କୁ ଦର୍ଶନ ପରେ ମୋ ମନର ତୃଷ୍ଣା ମେଣ୍ଟିବ। ଜୟ ଗୋପାଳ, ଜୟ ବ୍ରଜେନ୍ଦ୍ର ନନ୍ଦନ, ଜୟ ଗୋପାଳ, ଜୟ ବ୍ରଜେନ୍ଦ୍ର ନନ୍ଦନ, ଜୟ ଗୋପାଳ। ଜୟ ବ୍ରଜେନ୍ଦ୍ର ନନ୍ଦନ। এই সেই বৃন্দাবন চিন্ময় ব্রজমণ্ডল। এইটি যমুনা পুলিন নিকুঞ্জ কানন কদম্ব বন গোপাଳଙ୍କର ଲୀଳା। এই ଧାମରେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଏକମାତ୍ର ପୁରୁଷ, ଆଉ ସବୁ ପ୍ରକୃତି। ବୁଝିଲ ବାବା, ଯମୁନା ତୀରରେ ଶ୍ରୀକୃଷ୍ଣ ଖେଳୁଥିଲେ ଗୋପ ବାଳକମାନଙ୍କ ସହିତ। କି ଅପୂର୍ବ, এই দেখো ବାବା ଅଦୂରରେ ଗିରିରାଜ ଦଣ୍ଡାୟମାନ। ଯେଉଁ ଗିରି ଗୋବର୍ଦ୍ଧନକୁ ଭଗବାନ ଶ୍ରୀକୃଷ୍ଣ ହାତରେ ଟେକି ଧରି ଦୀର୍ଘ 7 ଦିନ ବ୍ୟାପୀ ବ୍ରଜବାସୀମାନଙ୍କୁ ଆଶ୍ରୟ ଦେଇଥିଲେ, ଦେବରାଜ ଇନ୍ଦ୍ରଙ୍କ ମହାକୋପରୁ ରକ୍ଷା କରିଥିଲେ। କି ଅପୂର୍ବ ସେ ଲୀଳା ବିଳାସ, কি অপূর্ব সে লীলা বিলাস। জয় ব্রজেন্দ্র নন্দন, জয় গোপাল, জয় ব্রজেন্দ্র নন্দন, জয় গোপাল। জয় জয় রাধে জয় কৃষ্ণ জয় বৃন্দাবন, জয় রাধে জয় কৃষ্ণ জয় বৃন্দাবন। শ্রী গোবিন্দ গোপীনাথ মদন মোহন, শ্রী গোবিন্দ গোপীনাথ মদন মোহন। জয় রাধে জয় কৃষ্ণ জয় বৃন্দাবন, জয় রাধে জয় কৃষ্ণ জয় বৃন্দাবন। শ্যামকুণ্ড রাধাকুণ্ড গিরি গোবর্ধন, শ্যামকুণ্ড রাধাকুণ্ড গিরি গোবর্ধন। কানন্দী যমুনা জয় জয় মহাবন, কানন্দী যমুনা জয় জয় মহাবন। জয় রাধে জয় কৃষ্ণ জয় বৃন্দাবন, জয় রাধে
ଗୋପାଳ କି ସୁନ୍ଦର ଶିରରେ ମଣିମୟ ମୁକୁଟ ସହ ମୟୂରର ପୁଚ୍ଛ କର୍ଣ୍ଣରେ ମକର କୁଣ୍ଡଳ କପାଳରେ ତିଳକ ଦେଖ ଦେଖ ବଶ୍ୟ ସେଇ ମୋହନ ମୂରତି ସଭାମୟ ଚକିତ ନୟନ କି ଅପୂର୍ବ ସେ ରୂପ ଲାବଣ୍ୟ কি অপূর্ব সে রূপ লাবণ্য হে মনমোহন মুরলী ধারে নন্দ নন্দন গোবিন্দ তুমর সেই চির সুশীতল চির শান্তি পদ অভয় চরণে মতে টিকে আশ্রয় দিও প্রভু মতে টিকে আশ্রয় দিও এ বিষম সংসার নাগ পাশরু মতে মুক্তি দিও প্রভু মতে মুক্তি দিও প্রভু মুক্তি দিও পতিত পাবন তোমার সেবা পূজা করিবার যোগ্যতা মো নাই প্রভু হে অভাজন প্রতি কৃপা কর কৃপাময় হে মরু বুকুরে কৃপার বারি ঝরে দিও প্রভু তপ্ত প্রাণ মোর শীতল হেউ শুষ্ক নিরস হৃদয়ে ভক্তি মন্দাকিনী প্রবাহিত হও প্রভু ভক্তি মন্দাকিনী প্রবাহিত হও হে প্রভু হে গোপাল ତମର ଏଇ କମନୀୟ ରୂପ ମାଧୁର୍ଯ୍ୟ ଦର୍ଶନରେ ପିଣ୍ଡରୁ ପ୍ରାଣ ଚାଲିଯାଉ ପ୍ରଭୁ ପିଣ୍ଡରୁ ପ୍ରାଣ ଚାଲି ଯାଉ ଚାଲି ଯାଉ
কেশব মাধব দীন দয়া কেশব মাধব দীন দয়া কেশব মাধব দীন দয়া କଣ ହେଇଗଲା? ହେ ଭଗବାନ, ହେ ଗୋପାଳ, ମୁଁ ଏବେ କଣ କରିବି? ଠାକୁର ଗୋସାଇ ବୃନ୍ଦାବନ ଦର୍ଶନରେ ଆସେ ସମ୍ପୂର୍ଣ୍ଣ ଅସୁସ୍ଥ, ଚଳପଚଳହୀନ। ହେ ଗୋପାଳ, ଠାକୁର ଗୋସାଇ গোপাল দর্শন পরে সেহু বৃদ্ধ ଆଉ ନ ପାରିଲେ ଚାଲି ହୋଇ ରୋଗଗ୍ରସ୍ତ ଆଉ ନ ପାରିଲେ ଚାଲି ହୋଇ ରୋଗଗ୍ରସ୍ତ গোপাল মন্দির পাশে পড়িল রহিলে সান মিত্র পিতৃ সম সেবারে লাগিলে সান মিত্র পিতৃ সম সেবারে লাগিলে অতি যত্ন সহকারে বিঘ্ন সেবা করি গোপাল চরণে নীতি করন্তি গুহারি গোপাল চরণে নীতি করন্তি গুহারি এক কথা চিন্তি সান বিদ্যা মনে মনে আরম্ভিলে এই মত বৃদ্ধ বিপ্রস্থানে আরম্ভিলে এই মত বৃদ্ধ বিপ্রস্থানে জয় গোপাল জয় গোপাল জয় গোপাল শ্যামকুণ্ড জল নিজ হস্ତରେ ঘিনীল বৃদ্ধ বিপ্র শরীরে করিলে সিঞ্চন বৃদ্ধ বিপ্র শরীরে করিলে সিঞ্চন শুখিলা বস্ত্র দেহিক গোপাল প্রসাদী মালা দেই বৃদ্ধ বিল গোপাল প্রসাদী মালা দেই বৃদ্ধ দেইল চরণামৃত বৃদ্ধ বিপ্র তুণ্ডে গোবিন্দ গোপাল বলি হস্ত রখি মুণ্ডে গোবিন্দ গোপাল বলি হস্ত রখি মুণ্ডে
ପ୍ରଭୁ ଅତି ବିନୟରେ ରକ୍ଷା କର ପାଳ ହେ ତୁମ ଭକ୍ତ ଠାରେ ରକ୍ଷା କର ପାଳ ହେ ତୁମ ଭକ୍ତ ଠାରେ ଗୋପାଳଙ୍କ କୃପାରେ ବୃଦ୍ଧ ଉଠି ବସିଲେ ଗୋପାଳ ଗୋପାଳ କହି ହରଷିତ ହେଲେ ଗୋପାଳ ଗୋପାଳ କହି ହରଷିତ ହେଲେ। ଜୟ ଗୋପାଳ ଜୟ ଗୋପାଳ। জয় ব্রজেন্দ্র নন্দন। ତମେ ମୋର ଅନେକ ସେବା ଯତ୍ନ କରିଛ, ଯାହା ଫଳରେ ମୁଁ ଆଜି ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛି। ନା ନା ଗୋସାଇଁ, ସବୁ ସେ ଗୋପାଳଙ୍କ କରୁଣା। ଆପଣ ଅସୁସ୍ଥ ଥିବା ସମୟରେ ମୁଁ ଯେ କେବଳ ଗୋପାଳଙ୍କ ଚରଣାମୃତ, ତାଙ୍କ ନିର୍ମାଲ୍ୟ ତୁଳସୀ ଆଉ ପ୍ରସାଦ ଆଣି ଦେଇଛି। ମୁଁ ଆଉ କିଛି କରିନି ଗୋସାଇଁ, ମୁଁ ଆଉ କିଛି କରିନି। ହଁ ବାବା, ସବୁ ସେଇ ଗୋପାଳଙ୍କର କରୁଣା। ହେଲେ ତମେ ଯେଉଁଭଳି ଭାବରେ ମୋର ସେବା ଯତ୍ନ କରିଛ, ମୋର ଜନ୍ମିତ ସନ୍ତାନ ମାନେ ମଧ୍ୟ ସେଭଳି କେବେ କରିନାହାନ୍ତି। ମୋର ଜନ୍ମିତ ସନ୍ତାନ ମାନେ ମଧ୍ୟ ସେଭଳି କେବେ କରିନାହାନ୍ତି। ଆପଣ ଏମିତି ମୋର ପ୍ରଶଂସା କରି ମୋତେ ନିନ୍ଦା ଦିଅନ୍ତୁନି, ବରଂ ଆପଣ ମୋତେ ସମାଧାନ କରି ଧନ୍ୟ କରିଦେଇଛନ୍ତି, ଧନ୍ୟ କରିଦେଇଛନ୍ତି। ମୁଁ ଜାଣେ ତମେ ମହାନ ଭକ୍ତ। ତମର ଏଇ ସେବାର ପ୍ରତିଦାନରେ ମୁଁ ବା ତମକୁ କ'ଣ ଦେଇପାରିବି? ତେବେ ମୁଁ ଭାବୁଛି ମୁଁ ମୋର ଏକମାତ୍ର କନ୍ୟାକୁ ତମକୁ ଦାନ କରିବି। ମୋର ଏକାନ୍ତ ଇଚ୍ଛା ତମେ ମୋ କନ୍ୟାର ପାଣି ଗ୍ରହଣ କର। ତମକୁ ଜାମାତା ରୂପରେ ପାଇଲେ ମୁଁ ଖୁସି ହେବି ବତ୍ସ, ଖୁସି ହେବି। କ୍ଷମା କରିବେ ଗୋସାଇଁ, ମୁଁ ସେମିତି କୌଣସି ପ୍ରତିଦାନ ଲୋଭରେ ଆପଣଙ୍କ ସେବା କରିନି, ବରଂ ଆପଣଙ୍କ ଭଳି ଜଣେ ଭକ୍ତର ସେବା କରିବାରେ ମୁଁ ସୌଭାଗ୍ୟ ପ୍ରାପ୍ତ ହୋଇଛି। ଆଉ ଆପଣ ଯେଉଁ କହିଲେ ଆପଣଙ୍କ କନ୍ୟାର ପାଣି ଗ୍ରହଣ କରିବା କଥା, ସେଥିପାଇଁ ମୁଁ ମୋ ନିଜକୁ ଯୋଗ୍ୟ ମନେ କରୁନି ଗୋସାଇଁ। ଆପଣ ହେଉଛନ୍ତି କୁଳୀନ, ବିଦ୍ୱାନ, ଗୁଣୀ, ଧନୀ, ଆଉ ଏସବୁ ମୋ ପାଖରେ କିଛି ବି ନାହିଁ। ଆପଣଙ୍କ କନ୍ୟାର ପାଣି ଗ୍ରହଣ କରିବା ପାଇଁ ମୁଁ ଯୋଗ୍ୟ ପାତ୍ର ନୁହଁ ଗୋସାଇଁ, ମୁଁ ଯୋଗ୍ୟ ପାତ୍ର ନୁହଁ। ବତ୍ସ, ପାର୍ଥିବ ଧନ ସମ୍ପଦ ବ୍ରାହ୍ମଣର ଭୂଷଣ। ବିଦ୍ୟା ବିନୟ ହେଉଛି ବ୍ରାହ୍ମଣର ପ୍ରକୃତ ଭୂଷଣ। ସେଇ ଗୁଣରେ ଗଣି ତମେ, ସେଇ ଧନରେ ଯୋଗ୍ୟତା ବିଚାରରେ ତମେ ହିଁ ହେଉଛ ପ୍ରକୃତ ବ୍ରାହ୍ମଣ। ତେଣୁ ତମେ ମୋ କନ୍ୟାର ପାଣି ଗ୍ରହଣ କରିବାକୁ ଅଙ୍ଗୀକାର କର ବତ୍ସ, ଅଙ୍ଗୀକାର କର। ହେଲେ ଗୋସାଇଁ, କ'ଣ ଏ ପ୍ରସ୍ତାବକୁ ଆପଣଙ୍କ ପୁତ୍ର, ପତ୍ନୀ, ଆତ୍ମୀୟ ସ୍ୱଜନ ସ୍ୱୀକାର କରିବେ? ନା ନା, ତମର ସନ୍ଦେହ ଭିତ୍ତି ହେବ। ମୋର ପତ୍ନୀ, ପୁତ୍ର, ଆତ୍ମୀୟ ସ୍ୱଜନ ସେମିତି ନୁହନ୍ତି। ତମେ ନିଃସନ୍ଦେହରେ ସମ୍ମତ ହୁଅ ମୋ କନ୍ୟାକୁ ଧର୍ମପତ୍ନୀ ରୂପେ ଗ୍ରହଣ କରିବା। ଆସ ଗୋସାଇଁ, ଆସ ବତ୍ସ, ଆଜି ଆମେ ସେଇ ଗୋପାଳଙ୍କ ନିକଟରେ ଶପଥ କରିବୁ। ଆରେ ଆସ ଆସ ବତ୍ସ, ଆମେ ଆଜି ସେଇ ଗୋପାଳଙ୍କ ନିକଟରେ ଶପଥ କରିବା। ଜୟ ଗୋପାଳ, ଜୟ ବ୍ରଜେନ୍ଦ୍ର ନନ୍ଦନ। ଜୟ ଗୋପାଳ। ହେ ନନ୍ଦ ଦୁଲାଳ, ଗିରିଧର ନାଗର ଗୋପାଳ, ତମକୁ ଅଗୋଚର ବୋଲି କିଛି ନାହିଁ ପ୍ରଭୁ, କିଛି ନାହିଁ। ଏଇ ବ୍ରାହ୍ମଣ ଯୁବକର ସେବାରେ ସନ୍ତୁଷ୍ଟ ହୋଇ ମୁଁ ମୋର ଏକମାତ୍ର କନ୍ୟାକୁ ବିବାହ ଦେବାକୁ ମନସ୍ଥ କରିଛି। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଆଦୌ ସତ୍ୟଭ୍ରଷ୍ଟ ହେବି ନାହିଁ। ଘରକୁ ଯାଇ ଏ ବିବାହର ଆୟୋଜନ କରିବି। ତମେ ମୋତେ ସହାୟ ହୁଅ ଗୋପାଳ, ତମେ ମୋତେ ସହାୟ ହୁଅ ଗୋପାଳ, ତମେ ମୋତେ ସହାୟ ହୁଅ। ହେ ଠାକୁରେ,
ଏ ବିଶ୍ୱ ବ୍ରହ୍ମାଣ୍ଡରେ ଯାହା ବି ସବୁ ହେଉଛି ସବୁ ଆପଣଙ୍କ ଇଚ୍ଛା ପ୍ରଭୁ, ସବୁ ଆପଣଙ୍କ ମହିମା, ଆପଣଙ୍କ ଦିବ୍ୟ ଲୀଳାକୁ କିଏ ବୁଝିପାରିବ ପ୍ରଭୁ। ଯଦିଓ ଏ ବୃଦ୍ଧ ବ୍ରାହ୍ମଣଙ୍କ ପ୍ରସ୍ତାବରେ ମୁଁ ଆଗ୍ରହୀ ନୁହଁ, ତଥାପି ଆପଣଙ୍କ ଏ ଶୁଦ୍ଧ ଭକ୍ତ ଏ ବ୍ରାହ୍ମଣଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ତାଙ୍କ କନ୍ୟାର ପ୍ରାଣୀ ଗ୍ରହଣ କରିବାକୁ ମୁଁ କଥା ଦେଲି ଗୋପାଳ। ଆଉ ଏଇ କଥାରେ ତମେ ହିଁ ସାକ୍ଷୀ ରହିଲ ଗୋପାଳ। ଏଇ କଥାରେ ତମେ ହିଁ ସାକ୍ଷୀ ଗୋପାଳ, ଏ କଥାରେ ତମେ ହିଁ ସାକ୍ଷୀ। କ'ଣ ଭାବୁଛ ଭଗବାନ ମିଶ୍ର? ତୁମେ ଯେ ଗୋପାଳଙ୍କ ନିକଟରେ କନ୍ୟାଦାନ କରିବା ପାଇଁ ଶପଥ କରିଛ? ହେଲେ ମୋର ପତ୍ନୀ ପୁତ୍ର ଆତ୍ମୀୟ ସମସ୍ତେ ଘର ବିରୋଧ କରୁଛନ୍ତି, ଏ ସମସ୍ତେ ଘର ବିରୋଧ କରୁଛନ୍ତି। ତା ବୋଲି ତୁମେ ସତ୍ୟଭ୍ରଷ୍ଟ ହେବ? ଯେଉଁ ଗୋପାଳଙ୍କର ପୂଜ୍ୟ ସାଧକ ତୁମେ, ସେହି ପୂଜ୍ୟ ପୂଜାର ବ୍ୟତିକ୍ରମ ଘଟାଇ ତୁମେ କି ଆନନ୍ଦ ପାଇବ ଭଗବାନ ମିଶ୍ର? ଭଲ ଭାବରେ ଥରେ ଚିନ୍ତା କରି ଦେଖ ଭଗବାନ ମିଶ୍ର। ଗୋପାଳଙ୍କ ନିକଟରେ ତୁମେ ସତ୍ୟଭ୍ରଷ୍ଟ ହେବ, ଧର୍ମଦ୍ରୋହୀ ହୋଇ ତୁମେ କୁମ୍ଭୀପାତ ନରକରେ ପଡ଼ିବ ଭଗବାନ ମିଶ୍ର। ତୁମେ କୁମ୍ଭୀପାତ ନରକରେ ପଡ଼ିବ। ସତ୍ୟଭ୍ରଷ୍ଟ ହୋଇପାରିବିନି, ଧର୍ମଦ୍ରୋହୀ ହୋଇପାରିବି। ପ୍ରଭୁଦ୍ରୋହୀ ହୋଇପାରିବିନି। ଗୋପାଳଙ୍କ ନିକଟରେ କଥା ଦେଇଛୁ, ଏ ବିବାହର ନିଶ୍ଚିତ ହବ। ଏ ବିବାହର ନିଶ୍ଚିତ ହବ। ତୁମେ ଏ କ'ଣ କହୁଛ ବାପା? ସେ ଏକ ନିଚ କୁଳର ବ୍ରାହ୍ମଣ, ତା ସହିତ ବନ୍ଧୁ ବାନ୍ଧିବା ଆମର ଉଚିତ ହେବ ନାହିଁ। ତାର ଅଛି କ'ଣ? ନା ଅଛି ସମ୍ପତ୍ତି ବାଡ଼ି, ନା ଅଛି କୁଳବାର୍ଯ୍ୟତା। କିଛି ନଥାଉ ସେ ପୁଲକ, କିଛି ନଥାଉ। ସେଦିନ ଗୋପାଳଙ୍କ ନିକଟରେ କଥା ଦେଇଛୁ ମାନେ ବିବାହର ସେଇଦିନ ସରିଯାଇଛି ପୁଲକ। ଖାଲି ଝିଅକୁ ନେବାକୁ ବାକି ଅଛି ପୁଲକ, ଝିଅକୁ ନେବାକୁ ବାକି ଅଛି। ଝିଅକୁ ନବାଇ ଆସିବ, ହେଲେ ମୁଁ କହି ରଖୁଛି ବାପା, ସେ ଯଦି ଏ ଘର ଦୁଆର ମୁହଁରେ ପାଦ ଦିଏ, ଶିଶୁ ପାଳ ହେଇ ରହିଯିବ। ତାମାନେ ତମେ ମାନେ କ'ଣ ଚାହୁଁଛ ମୁଁ ସତ୍ୟଭ୍ରଷ୍ଟ ହୋଇ ନର୍କକୁ ଯିବି? କିଛି ଶୁଣିବିନି, କିଛି ଶୁଣିବିନି। ଗୋପାଳଙ୍କ ନିକଟରେ କଥା ଦେଇଛି ମାନେ ଏ ବିବାହର ନିଶ୍ଚିତ ହବ। ଏ ବିବାହର ନିଶ୍ଚିତ ନା, ଏ ବିବାହର ହେଇପାରିବ ନାହିଁ। ବାହାଘରଟା ଗୋଟେ କଣ୍ଢେଇ ଗାଁ ନୁହେଁ ଯେ ଆପଣ ଯାହା ହାତ ନାହିଁ ତା ହାତରେ ଝିଅକୁ ତୁଳି ଦେବେ। ଏଇଟା ମୋ ମୁହଁର କଥା ନୁହେଁ ବାପା, ଏଇଟା ହଉଛି ଗାଁ ଲୋକଙ୍କର ନିଷ୍ପତ୍ତି। ଆଉ ତାଙ୍କ ନିଷ୍ପତ୍ତି ଯଦି ନ ମାନି ଆମେ ଝିଅକୁ ତା ସହିତ ବିବାହ ଦେବା, ସେମାନେ ଆମକୁ ବାଛନ୍ଦ କରିବେ ବାପା, ଏକ ଘରିକିଆ କରିକି ରଖିବେ। ଆଉ ସେତେବେଳକୁ ଯେ ଆମର ଅବସ୍ଥା କ'ଣ ହବ, ଏବେ ବି ସମୟ ଅଛି ବାପା। ଆପଣ ଟିକେ ଚିନ୍ତା କରି ଦେଖନ୍ତୁ। ବିଷମ ପରୀକ୍ଷାରେ ମତେ ପକାଇଲ ପ୍ରଭୁ, ବିଷମ ପରୀକ୍ଷାରେ ମତେ ପକାଇଲ। ତମେ ପରା ଅନ୍ତର୍ଯାମୀ, ତମେ କର୍ମ ମନର ବେଦନା ବୁଝିପାରୁନ। ଏତେ ବଡ଼ ଦୁର୍ଦିନରେ ତମ ଛଡ଼ା ମୋର କେହି ନାହିଁ।
କେହି ନାହିଁ ତମେ ମୋତେ ସହାୟ ହୁଅ ଗୋପାଳ ତମେ ମୋତେ ସହାୟ ହୁଅ ମୁଁ ଆଜି ବଡ଼ ଅସହାୟ ଗୋପାଳ ତୁମେ ଥରେ ଭାବି ଦେଖ ବାପା କନ୍ୟାଦାନ କରି ତୁମେ ସତ୍ୟ ରକ୍ଷା କରିବ ତା ସହିତ ସମସ୍ତ ଆତ୍ମୀୟ ସ୍ୱଜନକୁ ପରିତ୍ୟାଗ କରିବା ପାଇଁ ପଡ଼ିବ ବାପା ଏ ଦୁନିଆ ହସିବ ବାପା ଏ ଦୁନିଆ ହସିବ ଗୋଟେ ନିଚ ଦରିଦ୍ର କୁଳର ବ୍ରାହ୍ମଣ ସନ୍ତାନ ସହିତ ବିବାହ ଦେଲେ ଲୋକମାନେ ଆମକୁ ନିନ୍ଦା କରିବେ ମୁଁ ତୁମ ପାଦ ଧରୁଛି ବାପା ଏ ସଂକଳ୍ପ ତ୍ୟାଗ କର ବାପା ଏ ସଂକଳ୍ପ ତ୍ୟାଗ କର କଥା କେମିତି ହବ ସେ ଗୋପାଳକୁ ନିକଟରେ କଥା ଦେଇଛି ଆଉ ସେ ବି ଶପଥ କରିଛି ଏଭଳି କ୍ଷେତ୍ରରେ ମୁଁ କଣ କରିବି ମତେ କିଛି ବୁଦ୍ଧି ବାଟ ଦେଖାଯାଉନି ଲୋକ ମତେ କିଛି ବୁଦ୍ଧି ବାଟ ଦେଖାଯାଉନି ବାବା ସେ ଯଦି ଆପଣଙ୍କୁ ପଚାରେ ନରର ଗୁଞ୍ଜରେ ଅଶ୍ୱତ୍ଥମ ଆପଣ ଏତିକି କହିବେ ଯେ ସେତେବେଳେ ମୋର ଦେହ ଅସୁସ୍ଥ ଥିଲା କଣ କହିଛି କଣ ନ କହିଛି ମୋର କିଛି ମନେ ପଡୁନାହିଁ ବାସ୍ ତାପରେ ଯାହା ହବ ମୁଁ ବୁଝିବି ଆପଣଙ୍କ ଶରୀର ଅସୁସ୍ଥ ଅଛି ବାବା ଆପଣ ଟିକେ ବିଶ୍ରାମ ନିଅନ୍ତୁ ମୁଁ ଆସୁଛି ବାବା କିଛି ବୁଝିପାରୁନି କିଛି ବୁଝିପାରୁନି ସତେ ଯେମିତି ମୁଁ ମୋ କର୍ତ୍ତବ୍ୟ ବୋଧ ପାଖରୁ ଅନେକ ଥର ଗୋପାଳ ତମେ ମୋତେ ସହାୟ ଗୋପାଳ ସହାୟ କାର୍ଯ୍ୟ ଯଥା ଶୀଘ୍ର ସମ୍ପ୍ରଦାନ ଯଥା ଶୀଘ୍ର ସମ୍ପ୍ରଦାନ କିଏ ତୁମେ କୁଆଡ଼େ ଆସିଲ ଏଠାରେ ତୁମର କାମ କଣ ଆପଣଙ୍କ ପିତା ମୋତେ କନ୍ୟାଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସେଥିପାଇଁ ମୁଁ ଏଠାକୁ ଆସିଛି କଣ ହେଲା ନା ନାଇଁ କଣ ହେଲା ମୋ ଭଉଣୀକି ବିବାହ କରିବ ତୁମେ ଚେହେରାକୁ ଆଇନାରେ ଦେଖିଛ ବାମନ ହୋଇ ଆକାଶରୁ ଚାନ୍ଦ ରହିବା ପାଇଁ ଚେଷ୍ଟା ଆପଣ ଏ କଣ କହୁଛନ୍ତି କଣ କହୁଛି ଏଇ ବାହାରେ ମୋ ଘରୁ ମୋ ସେବାର ପ୍ରତିଦାନ ମୁଁ ପାଇଗଲି କିନ୍ତୁ ଗୋଟେ କଥା ଆପଣଙ୍କୁ କହି ରଖୁଛି ଗୋସେଇ ଏ ଅନ୍ୟାୟ ବିରୁଦ୍ଧରେ ମୁଁ ପଞ୍ଚପରମେଶ୍ୱରଙ୍କ ନିକଟରେ ଗୁହାରି କରି ଆସୁଛି
ଚୋରି କରିବୁ କୋଉ ଗୋପକୁ ମୁଁ ଦେଖିବି। ସଂକଟରେ କଣ କରିବି? ଗୋଟିଏ ପଟେ ପୁତ୍ର ଅନ୍ୟ ପଟେ ଗୋପାଳଙ୍କ ନିକଟରେ କରିଥିବା ଶପଥ। ଧର୍ମ ସଂକଟରେ ତମେ ସହାୟ ହୁଅ ଗୋପାଳ, ତମେ ସହାୟ। ଖଣ୍ଡିଟା କୁଆଡ଼େ ଗଲା ଦେଖା ନାହିଁ। ଇରେ ହେଇ ଇଏ ଗାଲ ନା କାଶ୍ମୀରୀ ସେଉରେ ସବୁ ସେଇ ନଖି ପାଇଁ। ହଉ ହଉ ଆଜ୍ଞା ନମସ୍କାର। ଆଜ୍ଞା ଆପଣମାନେ ସମସ୍ତେ ପ୍ରସାଦ ପାଇକି ଯିବେ ହେଲା। ମୋର କିଛି ନୋଳା ନାହିଁ, ଖାଲି ଟିକେ ଅରୁଆ ଚାଉଳ ଦୁବ ଉଳୁଗୁଳି ହେଲା। ଏତିକି ଆଶୀର୍ବାଦ ହେଲା। ଡାକୁଛି କ'ଣ କହିଲେ? ମୁଁ କିଏ? ଇଏ ଅଧା ଅନ୍ନ ଡାଲମା ସଇଲେ ହିଁ ପଚାରୁଛନ୍ତି ମୁଁ କିଏ। ହଉ ଦବା ପରିଚୟ ଆଉ। ବୋଲା ନାକ ପଡ଼ି ବୋଲି ନାମଟି ମୋର, ଅତି ସୁନ୍ଦର ସରଳ ଗାଲ କ'ଣ ହେଇଛି? ବିବାହ ହବା ପାଇଁ ମନ ବଳୁଛି, ପାଉନାହିଁ ଥଳ କୂଳ ହୋ ସଭାଜନେ। ଲକ୍ଷ୍ମୀ ଗେଲି କୁଆରେ ଗଲୁ ମତେ ଭୁଲି, ଲକ୍ଷ୍ମୀ ଗେଲି କୁଆରେ ଗଲୁ ମତେ ଭୁଲି। ତତେ ନ ପାଇଲେ ଆଦ, ତତେ ନ ପାଇଲେ ଆଦ, ଜୀବନ 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 ଦେବି ଆଜି ହାରି। ଲକ୍ଷ୍ମୀ ଗେଲି କୁଆରେ ଗଲୁ ମତେ ଭୁଲି। ନାଇଁ ଏମିତିଆ କରିବି ସେ ଭୁଲିବନି। ଯଦି ଭୁଲିବ ସୁନା କଥା ଚୁଣ୍ଟିବ ଆଉ। କ'ଣ ହେଇଯିବେ? ଲକ୍ଷ୍ମୀ ଲକ୍ଷ୍ମୀ ଯାଉ ନାକ ବୁଢ଼ୀ। ଆଜ୍ଞା ବିନମ୍ର ପ୍ରଣାମ। ଆଜ୍ଞା ବିନମ୍ର ପ୍ରଣାମ। ହଉ ହେଲା ହେଲା। ଆଜ୍ଞା କିଏ ଦାସେ? ଆଜ୍ଞା ତୁ ଆଜିକାଲି ଆଉ ତୁମର କ'ଣ ଦେଖା ଦର୍ଶନ ମିଳୁନି? ହଁ ବଡ଼ ଲୋକ ହେଇଗଲ ତ, ମୁଣ୍ଡକୁ ହାତ ପାଇଗଲା, ଆଉ କାହିଁକି ଆମ ପାଖକୁ ଆସିବ? ହଉ ଆଜି ଯେତେବେଳେ ଆସିଛ, କ'ଣ ଘଟଣା ଦୁର୍ଘଟଣା ଘଟିଛି ଦାସେ ଯଥାଶୀଘ୍ର ପ୍ରକାଶ କର। କେଉଁ ଦାସେ ତୁମେ କ'ଣ ପଚାରୁଛ? ମୋର ଏମିତି ହାଣ୍ଡା କରି କ'ଣ ଛିଡ଼ା ହେଇଛ? ହଁ ଦାସେ ଏମିତି ବିଷଣ୍ଣ ଜଣା ପଡୁଛି। କ'ଣ ହଉଛି ତୁମର? କ'ଣ ଆଉ ଆଜ୍ଞା ହବ? ଯାହାକୁ ଆଶା କରି ଜୀବନ ରଖିଥିଲି ମକଦମେ, ସିଏ ମୋର ନାହିଁ। ସିଏ ଆଉ ତୁମର ନାହିଁ? ଅନେକ ଗୋତ୍ର ଭାବିଲି ମଲାପୁର ଅତ୍ୟନ୍ତ ଆପଣଙ୍କ ଭଳି ଦୟାବନ୍ତ ଆମ ଶୁଦ୍ଧ ବ୍ରାହ୍ମଣ ସମାଜର ଚଣ୍ଡେଲେଶ୍ୱର। ନାକ ପଡି ଭୁଲ ହେଇଗଲା। ମୌରମଣି ହାତ କରି ମକଦମକୁ ଥରଟିଏ ଦେଖି ଠିଅରେ ତାଙ୍କ ପାଦ ସେବା କରି ଯଦି
ହତ୍ୟା କରିଥିଲେ ଆର ଜନ୍ମରେ ଏମିତି ଆଉ ଦୁଃଖ ସହିବାକୁ ପଡ଼ିବନି। କିଏ କିଏ କଣ କହିଲ ଦାସେ? ନା ନା କଣ କହିଲ? ଆତ୍ମହତ୍ୟା କିଏ ତୁମର ପୁଣି ଦୁଃଖ? ଆଉ ଦୁଃଖ ନୁହଁ କଣ? ବୁଝିଲ ନଟ ନାଗର ନାକ ଭଳି? ଆଜ୍ଞା ଆମ୍ଭେ ହେଉଛୁ ଏ ବ୍ରାହ୍ମଣ ସମାଜର ରକ୍ଷାକର୍ତ୍ତା। ହତ୍ୟା କର୍ତ୍ତା ଆଉ ତମେ ତ ଆମର ଅତ୍ୟନ୍ତ ପ୍ରିୟ। କୁଟୁମ୍ବ କହିଲେ ଚଳେ। ଆମ୍ଭେ ଥାଉ ଥାଉ ତୁମର ପୁଣି ଦୁଃଖ। ଆଉ କଣ ସୁଖ? ବୁଝିଲ ନଟ ନାଗର ନାକ ଭଳି? ଆଜ୍ଞା ତମେ ଖାଲି ସେ ଦୁଃଖର କାରଣଟା ନିଃସନ୍ଦେହରେ ପ୍ରକାଶ କର। କଥା କଣ କି ଆଜ୍ଞା? ହଁ ଯଦି ମୁଣ୍ଡ ରଖିବେ ତୁଣ୍ଡ ଖୋଲିବି। ହଉ କୁହ କଣ ହେଇଛି ମାନେ କୁହ। ସତ କଥା ମକଦ୍ଦମା କହୁଛି ଆପଣଙ୍କ ନାଁରେ ଗୋଟେ ବଡ ହରିବୋଲ ଦେଇ ହଁ ସିଧା ଠିଅରେ ଯାଇ ଆତ୍ମହତ୍ୟା କରିବି। ଆରେ ହଁ ହଁ ଶୁଣ 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 କଣ କୁହ? ବୁଝିଲ ଦାସେ ଆଜ୍ଞା ମୁଁ ପ୍ରତିଶ୍ରୁତି ଦଉଛି ଆଜ୍ଞା ଦରକାର ପଡ଼ିଲେ ତୁମ ପାଇଁ ମୋ ଜୀବନଟା ବି ଦେଇଦେବି। ନାଇଁ 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 କିଏ କଣ ଘଟଣା ଦୁର୍ଘଟଣା ଘଟିଛି ତୁମେ କହିଲି ସିନା ମୁଁ ଜାଣିବି। କୁହ କଣ ହେଇଛି ତୁମର କୁହ। ଆଜ୍ଞା ଆମ ଗାଁ ଭଗୁନୀ ବୁଢା ଆମ ଗାଁ ଓ ଭଗବାନ ବିଷୟରେ ମ ଓ ଭଗବାନ ବିଷୟ କଥା କହୁଛ ତ? କଣ ହେଲା? କିଏ ତୁମେ ଜାଣିନ? କଣ କଣ ହଁ କିଏ ଆଜି ପରା ତାଙ୍କ ନାଁରେ ଏକ ପଞ୍ଚାୟତ ବସୁଛି। ମଲା ପଞ୍ଚୁଆତି କାହିଁ କହୁଛି ବା? କାହିଁକି ବସୁଛି? ହଁ କିଏ ଗଲା ସମୟ ତଳ ସାହିର ହଁ 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 ଅଗଣୀ ପାଣିଙ୍କ ପୁଅଙ୍କୁ ସାଙ୍ଗରେ ନେଇ ହଁ ବୃନ୍ଦାବନ ଯାଇଥିଲେ। ହଁ ଯାଇଥିଲା ତ। ଆଉ ସେଠାରେ ତାଙ୍କ ଝିଅଙ୍କୁ ବିବାହ ଦେବା ପାଇଁ କଥା ମଧ୍ୟ ଦେଇଥିଲେ। ଏଇ ହଁ ଏବେ କିନ୍ତୁ ପୁଅ ମାଇପ ଧମକରେ ନିରୁପାୟ ହୋଇ ଗୋଟେ ଲୁଚକାଳି ଖେଳ ଚାଲିଛି। ଖେଳିବ ତ ଆଉ। ହେଲେ ଦାସେ ଆଜ୍ଞା କଥାଟା ମୁଁ କାହିଁ କିଛି ବୁଝିପାରୁନି। କିଓ ତାଙ୍କର ଏସବୁ ବିଷୟ ତୁମର କାହିଁକି ଏତେ ଚିନ୍ତା? ଆଁ ଆଜ୍ଞା କଣ ଆଜ୍ଞା? ମୁଁ ତ କହିଲା ଆପଣ ପଳେଇ ଯାଆନ୍ତି ମୁଁ କହିବି କଣ? ଆଜ୍ଞା ସେଇ ଆଜ୍ଞା ସେଇ କଣ ଆପଣ ନା ସେଇ ପଞ୍ଚୁଆତି କରିନା? ନା ମୁଁ କରିନି। ମତେ କହିବା ହଁ ହଁ, ମୋ କୁହ, କଥା କୁହ, କଣ କହିବା କୁହ? କଣ ଅଛି? ଆଜ୍ଞା ସେଇ ଭଗିଆ ବୁଢା ଝିଅ ନକ୍ଷୀ ଯୋଉ ଭଗିଆ ବୁଢା କଥା କହୁଥିଲେ ମ ହଁ ଏଇ ମନ୍ଦିରରେ ମତେ ବିବାହ ହେବା ପାଇଁ ଯାଇଥିଲା ସାକ୍ଷୀ। ମକଦ୍ଦମା ଅବକା ମତେ ସେ ଠିଅରେ ଦଉଛି ଫାଙ୍କି। ଖାଲି ଆପଣ ମତେ ଟିକେ ଆର ଆଖିରେ ଅନେଇଲେ ସତ କଥା କହୁଛି ସେ ଟୋକାକୁ ବାଡେଇକି ତାର ଝିଅ ନିଶା ଏକଦମ ହେବା କରିଦେବି। ତୁ ନିଜ କୁଳର ବ୍ରାହ୍ମଣ ହୋଇ ଆକାଶର ଚାନ୍ଦକୁ ହାତ ବଢିବୁ କଣ ବୋଲି ଭାବିଛୁ କିରେ? ବୁଝିଲ ବୁଝିଲ ନଟ ନାଗର ନାକ ପଡି? ଆଜ୍ଞା ସେଇ ଚାନ୍ଦକୁ ଧରି ପାଇଲେ ହେଲା। କେମିତି କହୁନାହାନ୍ତି ଯେମିତି ଝିଅ ଶାସ୍ତ୍ରରେ ଅଛି ପରା। କଣ ଗୋ କନ୍ୟା ସୁନା ଭାଗ୍ୟରେ ଥିଲେ ମିଳେ। ଆଉ ମକଦ୍ଦମା ହଁ ଏ ପରା ଘୋର କଳିକାଳ। ଦେଖୁନାହାନ୍ତି ଚାରିଆଡେ କେମିତି ମଉଜା ପରିଷ୍କାର। ଉପରକୁ ସିନା ଖାଲି ଧପ ଧପ ଧଳା ଭିତରେ ପରା ଆଲେକା ତେରା। ମକଦ୍ଦମା ହଁ ଦେଖିଲ ସେ ଟୋକା ଆଇଲା ଆରେ ଉଠ 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 ଆୟୁଷ୍ମାନ ଭବ। ଅଷ୍ଟ କ୍ରିୟା ନାକୁଆ ଆରେ ଏଇ ତ ଭଗବାନ ମିଶ୍ର ମଧ୍ୟ ତା ପୁଅ ସହିତ ଆସିଲେ। ଆସ ଆରେ ତୁମକୁ ଅପେକ୍ଷା କରି ଏଠାରେ ଆମେ ନାକେ ତ କହିସାରିଲୁଣି। କହିଲେ ଆଉ କାଳ କ୍ଷୟ ନ କରି ଝଟି କହିଚାଲ କଣ ଘଟଣା ଦୁର୍ଘଟଣା ଘଟିଛି ଯଥା ଶୀଘ୍ର କହିଚାଲ। ମୋ କଥା ଶୁଣନ୍ତୁ ମକଦ୍ଦମା। ଏ ମହାଶୟ ତାଙ୍କ କନ୍ୟାକୁ ମୋତେ ସମ୍ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ବର୍ତ୍ତମାନ ଏ କଥାକୁ ମିଛ ବୋଲି କହି ଉଡ଼େଇ ଦେବାକୁ ବସିଛନ୍ତି। ଏମିତିକି ମୋତେ ତାଙ୍କ ଘରୁ ମାଡ଼ ମାରି ବିଦା କରିଦେଇଛନ୍ତି। ଆପଣ ଏହାର ବିଚାର କରନ୍ତୁ ମକଦ୍ଦମା, ଆପଣ ଏହାର ବିଚାର କରନ୍ତୁ। କିଏ ଭଗବାନ ମିଶ୍ରେ ତୁମେ ଭକ୍ତ ଲୋକ ହୋଇ କଥାଟାକୁ ଏପରି ଗୁଳିଆମଳିଆ କରୁଛ କାହିଁକି? କହୁନ କିଏ କଥା ତ ଦେଇଛ ଝିଅକୁ ବିବାହ ଦେବ, ତା ନ କରି ଏମିତି ଲୁଚକାଳି ଖେଳିବାର ମାନେଟା କଣ? ବଡ଼ ଲୋକ
କଥା ତ ପାଣିର ଗାର ନା କୁଆଡେ ଆସେ ନାଇଁ ଆଜି ନାଇଁ ଭୁଲି ଯାଉଛି ଆଉ ବଡ଼ ଲୋକ କଥା ତ ବେଦର ଗାର ନା କହିବ ଆମ ମକଦମ ଆସେ କଥାଟାକୁ ଗୋଟେ ନୀତି ନିୟମରେ ଫଇସଲା କରିଦେବେ ଆମର ସେଇ ଝିଅ କଥା ତ ନା ଆଉ କ'ଣ ସେ ଅନେକ ଦିନ ତଳର କଥା ଆଜ୍ଞା। ଆଚ୍ଛା 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 ଆମେ ଦୁହେଁ ତୀର୍ଥ କରିବାକୁ ବୃନ୍ଦାବନ ଯାଇଥିଲୁ। ଆଚ୍ଛା ବହୁଦିନର ପଥଶ୍ରମ ଯୋଗୁଁ ମୁଁ କ୍ଳାନ୍ତ ହୋଇପଡ଼ିଥିଲି। ଆଉ ସେତେବେଳେ ଯେ ମୁଁ କ'ଣ କହିଛି କ'ଣ ନ କହିଛି ମୋର ମୋର କିଛି କିଛି ବି ମନେ ପଡ଼ୁନି। ଆଜ୍ଞା ହଁ ବୃଦ୍ଧ ଲୋକ ତ ତା ଛଡ଼ା ଏତେ ତୀର୍ଥ ଭ୍ରମଣ କରି କରି ତାଙ୍କ ମଥା ଘୁରେଇ ପକଉଛି ସେ କହିବେ କ'ଣ ତାଙ୍କର କ'ଣ ଆଉ କେହି ଆସିନାହାନ୍ତି କହୁନାହାନ୍ତି ସେ କଥା ମୁଁ କହୁଛି ଶୁଣନ୍ତୁ ହଁ କୁହନ୍ତୁ 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 ଏମାନେ ବହୁ ତୀର୍ଥ ଭ୍ରମଣ କରି ଶେଷରେ ଆସି ବୃନ୍ଦାବନ ଧାମ ଚାଲି ପହଞ୍ଚିଲେ। ଆଚ୍ଛା ଆଚ୍ଛା ଦୀର୍ଘ ଦିନ ଧରି ପାଦରେ ଚାଲି ଚାଲି ମୋର ପିତା ଅସୁସ୍ଥ ହୋଇ ପଡ଼ିଲେ। ହଁ ହେଇଥିବେ ଆଉ ସେତେବେଳକୁ ମୋ ପିତାଙ୍କ ନିକଟରେ ଅନେକ ଟଙ୍କା ପଇସା ଥିଲା। ଏଇ ବିପ୍ର କିଏ ସେ କଥା ଜାଣିପାରି ସେ ସବୁ ଚୋରି କରି ନେଇଛି। ବାପା ଏତ ବୁଝିକି ବାନ୍ତେ ପଟରେ ଅନ୍ତ ଦୟାଳୁ ପୁଣି ବର ଉପକାରୀ ପଟି ମରାଟା ଉତ୍ତର ଦବା ଇଷ୍ଟବର ଗଛ ପୁଣି ଅଛି ତୁମେ ଦେଖିଛ ତାଙ୍କ ପୁଅ କହୁଛନ୍ତି ଚୁପଚାପ ଛିଡ଼ା ହୁଅ। କହିଲେ ଆଉ କ'ଣ? ସେତିକି ନୁହେଁ ମୋ କଦମେ ଆଉ ପୁଣି କ'ଣ ଅତି ଭକ୍ତିରେ ଖାଇ ଏଁ? ମୋର ଭଉଣୀକି ବିବାହ କରିବା ପାଇଁ କହିଲା। ସେତେବେଳକୁ ମୋର ପିତାଙ୍କ ଦେହ ଅସୁସ୍ଥ ଥିଲା। ସେ କ'ଣ କହିଛନ୍ତି କ'ଣ ନ କହିଛନ୍ତି ଏ କଥାର କୌଣସି ସାକ୍ଷ୍ୟ ପ୍ରମାଣ ନଥାଇ ଏବେ କହୁଛି କ'ଣ ନା ମୋ ପିତା ପ୍ରତିଜ୍ଞା କରିଥିଲେ କନ୍ୟାଦାନ କରିବା ପାଇଁ। ଆଜ୍ଞା ଟିକେ ଏଇଠି ଜାଗା ଦେବେ କି ମାନେ କଥା କହିବାକୁ ମୁଁ ଆଇଲା ବେଳଠୁ ମୁଁ ଠଉରେଇଲେ ପିଲାଟି ଯାହା କଥା କହୁଛି କିଛି ନାକେରା କଥା କହୁନି ଦେଖୁନାହାନ୍ତି ଏକରେ ଟଙ୍କା ପଇସା ଲୋଭ ତ ଦୁଇରେ ଆଜ୍ଞା କନ୍ୟା ରତ୍ନ ଲୋଭ କହିଲେ ଆଜ୍ଞା ଏଭଳିଆ ସୁବର୍ଣ୍ଣ ସୁଯୋଗ କିଏ କ'ଣ ହାତ ଛଡ଼ା କରିପାରେ ନା ବିଶ୍ୱାସ କରନ୍ତୁ ମକଦମେ ବିଶ୍ୱାସ ଅଛ ମରିଗଲେ ମତେ ଆପଣ ବିଶ୍ୱାସ କରନ୍ତୁ ବୃନ୍ଦାବନରେ ଏ ବୃଦ୍ଧ ବିପ୍ର ଅସୁସ୍ଥ ଥିବା ସମୟରେ ମୁଁ ତାଙ୍କର ପିତୃତୁଲ୍ୟ ସେବା କରିଛି ଓଟି ବି ମାରିଛ ଆଉ ସେ ସେବାରେ ସନ୍ତୁଷ୍ଟ ହୋଇ ସେ ତାଙ୍କ କନ୍ୟାକୁ ମୋତେ ସମ୍ପ୍ରଦାନ କରିବାକୁ ଅନୁରୋଧ କରିଥିଲେ କିନ୍ତୁ ମୁଁ ଏହାକୁ ବିରୋଧ କରି କହିଥିଲି ମୁଁ ହେଉଛି ଏକ ନିଚ କୁଳଜାତ ବ୍ରାହ୍ମଣ ଦରିଦ୍ର ମୋ ପକ୍ଷରେ ଉଚ୍ଚ କୁଳଜାତ କନ୍ୟାର ପାଣି ଗ୍ରହଣ କରିବାର ଯୋଗ୍ୟତା ନାହିଁ। ଆଚ୍ଛା କହିଲ ସାନ ବିପ୍ର ହଁ ଭଗବାନ ମିଶ୍ର କ'ଣ ବାଧ୍ୟ କରିଥିଲେ ତାଙ୍କ କନ୍ୟାର ପାଣି ଗ୍ରହଣ କରିବା ପାଇଁ? ନା ସେ ମୋ କଥାକୁ ଶାସ୍ତ୍ର ଯୁକ୍ତି ଦ୍ୱାରା ଖଣ୍ଡନ କରି ଗୋପାଳଙ୍କ ମନ୍ଦିରରେ ଯାଇ ଶପଥ କରିଥିଲେ ଆଉ ମୁଁ ମଧ୍ୟ ସେ ଗୋପାଳଙ୍କୁ ସାକ୍ଷୀ ରଖିଥିଲି। ଆଚ୍ଛା କହିଲ ସାନ ବିପ୍ର ଏସବୁ ଘଟଣା ଘଟିଲା ବେଳେ ହଁ ସେ ସ୍ଥାନର ସବୁ ଆଉ କେଉଁମାନେ ଥିଲେ? ଇଏ ତୁମର ମନେ ପକାଇ କୁହ ଭଲ କରି ଠଉରେଇ। ତମର ଏସବୁ ଘଟଣା ଘଟିଲା ବେଳେ ସେ ସ୍ଥାନର ସବୁ ଆଉ କେଉଁମାନେ ଥିଲେ କିଏ ଥିଲେ କୁହ। ସେଠି କେହି ନଥିଲେ କେହି ନଥିଲେ ହଁ, କେବଳ ଗୋପାଳ ଠାକୁର ହିଁ ଥିଲେ। ହଁ ମକଦମେ କେବଳ ଗୋପାଳ ଠାକୁର ହିଁ ସାକ୍ଷୀ। କ'ଣ କହିଲ ତମ କଥାର ଏକମାତ୍ର ବୃନ୍ଦାବନର ସେ ଗୋପାଳ ଠାକୁର ସାକ୍ଷୀ? କେବଳ ସେଇ ଗୋପାଳ ଠାକୁର ହିଁ ସାକ୍ଷୀ। କେଉଁ ଭଗବାନ ମିଶ୍ରେ କିଏ କିଛି କହୁନ ଏମିତି ନିରବ କାହିଁକି? ଆଜ୍ଞା ଏତେ କଥାରୁ ଆମର କ'ଣ ମିଳିବ କହୁନାହାନ୍ତି ଏ ଟୋକା ତ କହୁଛି ତାର କହିଲେ ବୃନ୍ଦାବନର ଗୋପାଳ ଠାକୁର ସାକ୍ଷୀ ବୋଲି ହଁ ଆଜ୍ଞା ଆମର କିଛି କହିବାର ଅଛି କି ନା ହେଲେ ବାପ ଗୋଟିଏ କଥା ଏ ନାକୁଆର ମନେ ରଖିଥା ସେଇ ବୃନ୍ଦାବନର ଗୋପାଳ ଠାକୁର ଏଠାକୁ ଆସି ଯଦି ସାକ୍ଷୀ ଦେଇ ଦିଅନ୍ତି ତାହେଲେ ସବୁ କଥାର ସମାଧାନ ଏକା ତାଳେ
ଛିଡ଼ିଯିବ ଏତେ ଝାମେଲା ନଥବ ଓଳି ହେଲା ସେଇଆକୁ ଧର୍ତ୍ତର ମତର କରୁଛ ଆମର ସେଟା ଅନେକ କାମ ଅଛି ଆମେ ଯିବୁ ନା ହଁ ଦାସେ ତୁମେ ଠିକ କହିଛ। ଆଉ କିଛି ନାକରା କଥା କହିଲି କି ଶୁଣ ସାନ ବିପ୍ର, ତମେ ତ କହୁଛ ତମ କଥାର ଏକମାତ୍ର ସାକ୍ଷୀ ବୃନ୍ଦାବନର ସେ ଗୋପାଳ ଠାକୁର। ହଁ ଠିକ ଅଛି, ତମେ ଯଦି ତମ କଥାର ସାକ୍ଷ୍ୟ ପ୍ରମାଣ ଦେବା ପାଇଁ ବୃନ୍ଦାବନର ସେ ଗୋପାଳ ଠାକୁରକୁ ଡାକି ଆଣି ପାରିବ ତାହେଲେ କଥାର ତୁରନ୍ତ ସମାଧାନ ହୋଇଯିବ। ଶୁଣ ସାନ ବିପ୍ର, ବୃନ୍ଦାବନ ସେଇ ଗୋପାଳ ଠାକୁର ଯଦି ଆସି ଏ କଥାର ସାକ୍ଷ୍ୟ ପ୍ରମାଣ ଦେଇ ଦିଅନ୍ତି ତାହେଲେ ମୁଁ ନିରବରେ ମୁଁ ମୁଣ୍ଡବାଦୀ ମୋର ଏକମାତ୍ର ଭଗ୍ନୀକୁ ତୁମ ହସ୍ତରେ ସମ୍ପ୍ରଦାନ କରିଦେବି। କଣ ତୁମେ ପାରିବ? କଣ ପାରିବ? ତମ କଥାର ସାକ୍ଷ୍ୟ ପ୍ରମାଣ ଦେବା ପାଇଁ ବୃନ୍ଦାବନର ସେ ଗୋପାଳ ଠାକୁରକୁ ଡାକି ଆଣି ପାରିବ? କଣ ପାରିବ? ବୃନ୍ଦାବନର ସେ ଗୋପାଳ ଠାକୁରକୁ ନିଜକୁ ସମର୍ପଣ କରିଥାଏ ତାହେଲେ ମୋର ଏ ଆକୁଳ ପ୍ରାର୍ଥନାରେ ବୃନ୍ଦାବନର ସେ ଗୋପାଳ ଠାକୁର ମୋ କଥାର ସାକ୍ଷ୍ୟ ପ୍ରମାଣ ଦେବା ପାଇଁ ପାଦରେ ଚାଲି ଚାଲି ଏଠାକୁ ନିଶ୍ଚୟ ଆସିବେ। ପାଦରେ ଚାଲି ଚାଲି ଏଠାକୁ ନିଶ୍ଚୟ ଆସିବେ। ମୋତେ ଆପଣ ଆଶୀର୍ବାଦ କରନ୍ତୁ ଭକ୍ତରେ। ଯା ଯା ମୁଁ ଦେଖିକି ଯା ତମ ଯାତ୍ରା ସଫଳ ହେଉ। ହଁ ହଁ, ତମ ଯାତ୍ରା ସଫଳ ହେଉ। ତମ ଯାତ୍ରା ସଫଳ ହେଉ। ଓହୋ ଦେଖିଲାନି ଏ ଷଣ୍ଢ ମାରଗା ଗୋଟେ ଭକ୍ତ ସତ ଯେମିତି ଗୋପାଳ ପୁରା ମୁଣ୍ଡଇ 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 ଏଠିକି ନେଇ ଆସିବ। ଆମେ ତମ କିଛି କହୁନ ଏ ନାକ ଫୁଡ଼ି ଦାସେ, ଓଲୋ କାଠ ବାସନ ତିଆରି ଗୋପାଳ ଗୋପାଳ ସେ ପୁଣି ଆସିବ ବୃନ୍ଦାବନରୁ ସାକ୍ଷୀ ଦେବା ପାଇଁ। ଏଟାକୁ କାଟିକି ଆଣିଦେ। ଚୁପ୍ କର ତୁମେମାନେ। ଆଉ ମନେ ରଖ, ଆଜ୍ଞା ପ୍ରକୃତରେ ଯଦି ଏ ଯୁବକ ଗୋପାଳଙ୍କର ଭକ୍ତ ହୋଇଥାନ୍ତି ତାହେଲେ ନିଶ୍ଚୟ ତାଙ୍କରି କଥାର ସାକ୍ଷ୍ୟ ପ୍ରମାଣ ଦେବା ପାଇଁ ବୃନ୍ଦାବନର ସେ ଗୋପାଳ ଠାକୁର ପାଦରେ ଚାଲି ଚାଲି ଏଠାକୁ ଆସିବେ। ଆଉ ତୁମେମାନେ ମନେ ରଖ, ଆଜ୍ଞା କୃଷ୍ଣ ବଡ଼ ଦୟାମୟ, କୃଷ୍ଣ ବଡ଼ ଦୟାମୟ, କୃଷ୍ଣ ବଡ଼ ଦୟାମୟ। କ'ଣ କହିଲେ? କୃଷ୍ଣ ବଡ଼ ଦୟାମୟ ନା ଭୟ ଭୟ ଆମକୁ ଭୂତ ହିଁ ଡରେଇବେ। ଆମେ ଜମା କୃଷ୍ଣକୁ ଦେଖିନୁ। ଏ ମକଦମେ ଦେଖିଲା ଏବେ ଏଇଠି ଆଜ୍ଞା କହୁଥିଲେ ନାକୁଆ ତମ ପାଇଁ ମୁଁ ଜୀବନ ଦେବି। ଠକ୍କିନା ସେପଟୁ ଡେଇଁ ପଇଲେ। ବାମୁଣିଆ ଜାତି ସେଇଆ ପରା, ଯୁଆଡ଼େ ବସା ସିଆଡ଼େ ଛତା। କ'ଣ ହାତଟା ଭଳିଆ ଅନେଇଛ କିଛି କହୁନ ବା? ଆଜ୍ଞା ନ ଦେଖିଲା ଆଉ ଫେରି শ্রীকৃষ্ণ গোবিন্দ হরে মুরারে হে নাথ নারায়ণ বাসুদেব হে নাথ নারায়ণ বাসুদেব হে নাথ নারায়ণ বাসুদেব। মুরারে মধুকৈট ভারে গোবিন্দ গোপাল মুকুন্দ সৌরে যোগেশ নারায়ণ কৃষ্ণ বিষ্ণু নিরাশ্রয় মান জগদীশ নিরাশ্রয় মান জগদীশ হরে রাম 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 হরে 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 কৃষ্ণ 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 হরে হরে হরে
हे गोपाल तुम्हें दयार ठाकुर तुम्हें परम पुरुष ब्रजेन्द्र नंदन हे भक्त वत्सल तुम्हें तुम भक्तर मान रक्षा करने छुके छुके धराधाम रे अवतीर्ण करियछ प्रभु हे भक्त वत्सल तुम पाद पद्म मोर शत कोटि प्रणाम प्रभु तुम पाद पद्म मोर शत कोटि प्रणाम। हे अंतर्यामी तुम्हें कौन मो मनर वेदना बुझी पारुन प्रभु मु कहीं तुम पाद पद्म को छुट्टी आसी तुम्हें कौन जानी पारुन प्रभु तुम भक्तर सत्य भंग से आशंकार मु तुम पाद पद्म को छुट्टी आसी प्रभु तुम्हें वृद्ध विप्र शपथ करने कथा तो जानी प्रभु तुम्हें तुम भक्तर मान रक्षा कर प्रभु तुम्हें तुम भक्तर धर्म रक्षा कर तुम्हें तुम भक्तर देखो प्रभु तुम्हें किसी कहू न कहीं कथा कह प्रभु तुम्हें जदि शुणी तुम्हें जदि शुणी पार ताले कथा कहनी कहीं कथा कह प्रभु कथा कह तुम्हें जदि कथा न कह तुम भक्तर वाक्य मिथ्या तुम भक्तर वाक्य मिथ्या प्रभु वाक्य मिथ्या ना प्रभु ना आपण मो सहित चलना करतु प्रभु आपण कथा कहतु प्रभु कथा कह गोपाल कथा कह तुम्हें जदि कथा न कह मु सत कहूँ गोपाल मु अन्न जन परित्याग करी तुम्हें कथा कहला पर्यंत तुम्हारी दुआरे पड़ी रही गोपाल पड़ी रही सान विप्र उठ मु तुम पाई कथा कहूची उठ तुम्हें तो मोर प्रिय भक्त तुम्हें घर को जाई से मो कथा कह जे मु साक्षी देवी परा हेले सुन मु जीवी किपरि मो परा विग्रह कौन चली चली जाई परिबो तुमे मो कथा मानी घर को फेरी जाओ बस मु सेमानकु स्वप्न रे सब कथा कहि देबी जाओ प्रभु प्रभु धन्य तुम महिमा प्रभु धन्य तुम महिमा मो परिपतित अधम पाई तुमर दयार अंत नहीं प्रभु तुमर दयार अंत नहीं हेले प्रभु आपण ये कौन कहते विग्रह होती से कथा कही पार्टी से पादरे चली पारे कहीं आपण मो सहित कपट करतुनि प्रभु आपण कपट नकरी आपण दुई भुजधारी मुरली बदन श्याम सुंदर रूप से आसतु प्रभु ये सारा जगत जानू आपण केवल विग्रह नुहति साक्षात ब्रजेन्द्र नंदन श्री कृष्ण साक्षात ब्रजेन्द्र नंदन श्री कृष्ण आपण को मो सहित आसवा हम प्रभु आपण को मो सहित आसवा सुन विप्र मु तुमर कथा रक्षा करी तुम सहित मोर दुई भुजधारी श्याम सुंदर मुरली बदन रूप
କିନ୍ତୁ ଏକ ସର୍ତ୍ତରେ। ସର୍ତ୍ତ ତାହା ପୁଣି କ'ଣ ପ୍ରଭୁ? ତୁମେ ମୋର ଆଗେ ଆଗେ ଚାଲିବ ଆଉ ମୁଁ ତୁମ ପଛେ ପଛେ ଯିବି। ତୁମେ କେବେ ହେଲେ ପଛକୁ ଚାହିଁବ ନାହିଁ। ଯଦି ଏହାକୁ ଅମାନ୍ୟ କରି ତୁମେ ପଛକୁ ଚାହିଁବ ତେବେ ମୁଁ ସେଇଠି ଅଟକି ଯିବି। ହେଲେ ପ୍ରଭୁ ଆପଣ ଯେ ମୁଁ ପଛେ ପଛେ ଆସୁଛନ୍ତି ମୁଁ ତା ଜାଣିବି କିପରି ପ୍ରଭୁ? ତୁମେ ମୋ ପାଦର ନୁପୁରର ଶବ୍ଦ ଶୁଣି ସବୁ ଜାଣିପାରିବ ବତ୍ସ। ଆଉ ମୋ ପାଇଁ ପଥରେ ଭୋଗ ଅର୍ପଣ କରିବ। କଣ ପାରିବ ତ? ପାରିବି ପ୍ରଭୁ ପାରିବି। ଆପଣ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି। ଜୟ ଗୋପାଳ ଠାକୁରଙ୍କର ଜୟ। चाले भक्त पछारे आज देख चाले भक्त पछारे छाड़ी धम धन साखी देव से भक्त पाई साखी देव से भक्त पाई प्रभु दया
ସେ ଯେ ଭକ୍ତର ଭଗବାନ ସେ ଯେ ଭକ୍ତର ଭଗବାନ ସେ ଯେ ଭକ୍ତର ଭଗବାନ ବୋଲ କନ୍ହୈୟା ଲାଲ କି ନନ୍ଦ ଗୋପାଳ की गिरिधर लाल की बढ़ी चलता सुखी जाए दुख बढ़ी चलता सुखी जाए दुख पार ताड़ा जाए ओड़ी असह्य बेदाना सब हेला चूना असह्य बेदाना सब हेला चूना लभी गोपाल चूना भगतर भगवान जे भगवान से जे भक्तर भगवान से जे भक्तर भगवान से जे भक्तर भगवान कपाल ठाकुर न सुझिला पादर नुपुर विप्रमने भाली भूलिले गीता भूलिले सपा भूलिले गीता भूलिले सपाथा पाछक देले नाई पाछक देले नाई पाछक देले नाई पाछक देले नाई ଅପରାଧୀ ଗୋଟେ ସ୍ୱାର୍ଥପର ଆପଣ କଥାକୁ ମୁଁ ବିଶ୍ୱାସ କରିଛି ମୁଁ ଆପଣ କଥାକୁ ଅସମ୍ମାନ କରିଛି ମତେ ଆପଣ କ୍ଷମା କରିଦିଅ ପ୍ରଭୁ ମତେ ଆପଣ କ୍ଷମା କରିଦିଅ ମୁଁ ଆପଣଙ୍କ କଥା ରକ୍ଷା କରିପାରିଲିନି ସବୁ ଆପଣ ସେଇଠି ଅଟକି ରହିଗଲେ मते क्षमा कर दियो क्षमा सागर प्रभु आपण एठू न गले मो सत्य भंग हो प्रभु ए सारा जगत मो उपवास कर आपण देवा उठ बस तुम्हें मोर निर्देश लंघन कर तेणु मोर कथा रक्षा करी मुझे रोची तुम्हें जाओ तुम
ଗ୍ରାମ ତ ଖୁବ ନିକଟରେ। ତୁମେ ଯାଇ ଗ୍ରାମବାସୀ ମାନଙ୍କୁ ମୋର ଆସିବାର ଖବର ଜଣାଅ। ମୁଁ ତୁମ ପାଇଁ ସାକ୍ଷୀ ଦେବି ପରା। ଯାଅ। ହଁ ପ୍ରଭୁ, ମୁଁ ଆପଣଙ୍କ କଥା ରକ୍ଷା କରିବି। ମୁଁ ସମସ୍ତ ଗ୍ରାମବାସୀ ମାନଙ୍କୁ ଆପଣଙ୍କର ଆସିବାର ଖବର ଜଣେଇଦେବି ପ୍ରଭୁ। ମୁଁ ସମସ୍ତଙ୍କୁ ଆପଣଙ୍କ ପାଖକୁ ଡାକି ଆଣିବି। ଜୟ ଗୋପାଳ ଠାକୁରଙ୍କର ଜୟ, ଜୟ ଗୋପାଳ ଠାକୁରଙ୍କର ଜୟ। ଓ ଭାଇମାନେ, ଆରେ ଶୁଣ ଶୁଣ, ଆରେ ଭାଇମାନେ, ଆମ ଗାଁକୁ ଗୋପାଳ ଠାକୁର ଆସିଛନ୍ତି। ଆରେ ଆସ ଆସ, ଗୋପାଳ ଠାକୁରଙ୍କୁ ଦର୍ଶନ କରିବା ଆସ। ଆରେ ଗୋପାଳ ଠାକୁରଙ୍କୁ ଦର୍ଶନ କରି ଆଶୀର୍ବାଦ ନିଅ। ଓ ନାଗପୁରୀ, ଓ ବକଦମେ ମହାଶୟ, ଆରେ ଆସ ଆସ, ଆମ ଗାଁକୁ ଗୋପାଳ ଠାକୁର ଆସିଛନ୍ତି। ଆସ। କାହିଁକି ଆଉ ଜୀବନ ରକ୍ଷା କହୁନାହାନ୍ତି? କଦଳୀ ଖାଇଦେବି, କମ୍ପ ଚାକିଯିବ, ମରିଯିବି ଆଉ। କାହିଁ ଆଉ ତଥାପି ମୁଁ ଦେଖେଇବି। କିନ୍ତୁ ଏତିକି ଦୁଃଖ ଲାଗିଲା, ଏତେ ପଇସା ଖର୍ଚ୍ଚ ବାର୍ଚ୍ଚ କରି ହେଲାନି। ହଉ, ସିଏ ମୋ ଘରକୁ ଆଇଲା ବେଳକୁ କାନ୍ଦିଥାନ୍ତା। ମୁଁ ଆଜି ଉପରକୁ ଯାଉଛି, ତା ପାଇଁ ଦୀପଦ କାନ୍ଦି ଦେଉଛି। ରଖିଲ, ଏତେ ଭଲ ମଙ୍ଗଳ ହବନି। ଜିତେ କଚରା আমার বড় জল আমো বাবানে আপনি তলু গছনু আমার দুঃখ তারা বড় জল আমো বাবানে রাতি পাইলে সকাল হইলে কাকু তারু ମୁଁ ତ ଦେଖେଇ ନା। କଦଳୀ ଖାଇଦେବି, କଫ ଚାକି ଦବ, ମରିଯିବି ସରି। ଓ ହେଲା ହେଲା, ଦାସେ ଶୁଣିଲେଣି ନା ନାଇଁ? ଗାଁ ଲୋକ ସବୁ କଣ କଥାବାର୍ତ୍ତା ହଉଛନ୍ତି? ମୁଁ ତ କାହିଁ କିଛି ଶୁଣିନି ନା ଜାଣିନି। କିଏ କିଛି ଜାଣିନ? ନା। ଭଗବାନ ମିଶ୍ର ସେ ସାନ ବିପ୍ର କଥା। ହଁ 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 ହଁ, ଏ ମକଦମେ ହଁ, ତାଙ୍କର କ'ଣ ହେଲା କି ସେ ଟୋକା ଉପରେ? କିଓ ତାଙ୍କର କଣ ହେଲା କି? ହଁ, କିଓ କଥା ତିଳରୁ ତାଳ ଯାଏ ଗଲାଣି, ଆଉ ତମେ ପଚାରୁଛ ତାଙ୍କର କଣ ହେଲା କି? ଗାଁ ଲୋକେ ସମସ୍ତେ କହୁଛନ୍ତି ହଁ, ସେ ସାନ ବିପ୍ର ତାଙ୍କ କଥାର ସାକ୍ଷ୍ୟ ପ୍ରମାଣ ଦେବା ପାଇଁ ବୃନ୍ଦାବନରୁ ସେ ଗୋପାଳ ଠାକୁରକୁ ଡାକି ଆଣି ସାରିଛନ୍ତି। କି କଥା! ମୋ ମୁଣ୍ଡରେ କାନ ଉଠିଲା ଦିନ ଏଭଳିଆ କଥା ଶୁଣିନଥିଲି। କାହିଁ ବୃନ୍ଦାବନ, କାହିଁ ବିଦ୍ୟା ନ କରି ଗୋଟେ କାଠ ପଥର ମୂର୍ତ୍ତି ଚାଲି ଚାଲି ଆଇଛି। କହିଲେ ଆଜ୍ଞା, ଏଲା ସବୁ ଗାଲୁ ବାହାପିଆ କଥା ନୁହେଁ। ଗୁଜବ ଗୁଜବ ଗୁଜବ, ବୁଝିଲ ନା? ସେ ଏସବୁ ଗୁଜବ ନୁହେଁ। ଆଉ ଯୋଉ କାଛାର ପକାରେ ସମସ୍ତେ ଦେଖି ଆସିଲେଣି, ସେମାନେ- ଆଉ ତମେ କହୁଛ ଗୁଜବ? ସେମାନଙ୍କର ଆଖି ଖରାପ। ଆଉ ତମ ଆଖି ଭଲ? ମୋ ଆଖି ଭଲ। ହଁ? ଦେଖନ୍ତୁ ଆଜ୍ଞା, ଏଇ ଯୋଉ ଯନ୍ତ୍ର ଖଣ୍ଡିକ ମୁଁ ଫୋପାଡ଼ି ଦଉଛି, ସବୁ ଦଉଛି ତ। ମୋ ଆଖି ଖରାପ, ସେମାନଙ୍କ ଆଖି ଖରାପ। ଯଦି ସେ ଟୋକା ଆଣିକି ଆସିଛି, ତାକୁ ଡାକୁନାହାନ୍ତି। ଏଇଠି ଆସ, ଏଇଠି ଆସ, ଆସୁ। ଏଇଠି ଆସ, ଏଇଠି ଆସ। ଦେଖିଲ ସେ ଜଣ କିଏ ଆସୁଛନ୍ତି, ଦେଖିଲ ସେ ଦୂରରୁ ଦେଖିଲ। ଆୟୁଷ୍ମାନ ଭବ, ଉଠ ଉଠ ସାନ ବିପ୍ର, ଉଠ। ଆଚ୍ଛା କହିଲେ ସାନ ବିପ୍ର, ତମ ଯାତ୍ରା ସଫଳ ହୋଇଛି ତ? ମକଦମେ, ହଁ, ଆମ କଥାର ସାକ୍ଷ୍ୟ ପ୍ରମାଣ ଦେବା ପାଇଁ ବୃନ୍ଦାବନରୁ ଗୋପାଳ ଠାକୁର ଆସିଛନ୍ତି। କଣ କହିଲ? ତମ କଥାର ସାକ୍ଷ୍ୟ ପ୍ରମାଣ ଦେବା ପାଇଁ
ବୃନ୍ଦାବନର ଗୋପାଳ ଠାକୁର ଆସିଛନ୍ତି। ହଁ ମକଦମେ ହେଇ ନିଅନ୍ତୁ ଗୋପାଳଙ୍କୁ। ହେ ଗୋପାଳ ଦେଖ ଦେଖ ନାକ ବୁଢ଼ୀ ମକଦମେ ସେ କଣ କି? ଯୋଉ କଣ କି ହଁ ଆରେ ବୃନ୍ଦାବନର ସେ ଗୋପାଳ ଠାକୁରଙ୍କର ପ୍ରସାଦୀ ଫୁଲ। ବୃନ୍ଦାବନରୁ ଗୋପାଳ ଏତେ ବାଟରୁ ଫୁଲ ଆଣିକି ଚାହୁଛି ଦିଟା ଯାକ ଦଉନ ଥରେ ନଉଛ କାହିଁକି? ଆଉ ତମ ବାପା ଖାଲି ହୁଲୁ ହୁଲୁ ଆଉ କଣ କହିଲ? ଇଏ ତମ ବୃନ୍ଦାବନ ଗୋପାଳଙ୍କର ପୁଷ୍ପ। ଆଁ? ହଉ ହେଲା ତମ ଗୋପାଳଙ୍କ ଫୁଲକୁ ତମ ଗୋପାଳକୁ ବି ତମକୁ ହେ ଭଗବାନ ବିନାଶ ବଳେ ବିପରୀତ ବୁଦ୍ଧି। ମକଦମେ ହଁ ଆସନ୍ତୁ ଗୋପାଳଙ୍କୁ ଦର୍ଶନ କରି ଆପଣଙ୍କ ଜୀବନ ଧନ୍ୟ କରିନେବେ। ହଁ ମୁଁ ଯିବି ନିଶ୍ଚୟ ଯିବି। ଯାଆନ୍ତୁନି ଆଜି ବୃନ୍ଦାବନର ଗୋପାଳ ଠାକୁର ଆସିଛନ୍ତି। ଆମ ଗାଁ ମାଟି ପବିତ୍ର ହୋଇଯାଇଛି। ସେଇ ଗୋପାଳ ଠାକୁରଙ୍କୁ ଦର୍ଶନ କରି ମୋ ଜୀବନକୁ କୃତାର୍ଥ କରିବି। ଆରେ ନାକ ପଡ଼ି ଆସ କୁଆଡ଼େ? ଆମେ ଆଜି ସେଇ ଗୋପାଳ ଠାକୁରଙ୍କୁ ଦର୍ଶନ କରି ଆମ ଜୀବନକୁ ଧନ୍ୟ କରିବା। ଚାଲ ସାନ ମିତ୍ର ଚାଲ ପାଦ ଧୁଳି ଦେଲ ମୁଁ ବାନ୍ଧିକି ମୋ ଘରକୁ ନେବି। ମକଦମେ ଦେଖିଛି ଏମିତିଆ ମକଦମେ ଦେଖିନି। କେତେବେଳେ ସେପଟେ କେତେବେଳେ ଏପଟେ ସେ ଟୋକା ବି ସେମିତି ହୁଲୁ ହୁଲୁ ହଉଛି। ବୁଝିଲେ ସାନ ମିତ୍ର? ତୁ ଯେମିତି ଗୋଟେ କି ହସ ଏ କଦରେ ଏମିତି ଅନଉଛି। ତୁ ଯେମିତି ଗୋଟେ ଭଣ୍ଡ ତ ଗୋପାଳ ଠାକୁର ସେମିତି ଗୋଟେ ଭଣ୍ଡ ନାଇଁ କି? ମୁଁ ଦେଖୁଛି ଏଠି ଗୋଟେ ନୀତି ନିୟମରେ ଭାଣ୍ଡାମି ଚାଲୁଛି। ଖାଲି ଭାଣ୍ଡାମି ଚାଲୁଛି। ଏମିତି କଣ ହଉଛି କାହିଁକି? ବୋଲ ମୋ ପେଟ ଭିତରେ ଝିଅଟା କେମିତି କର ଆମେ ତଣ୍ଟି ଶୁଖି ଯାଉଛି। ମକଦମେ ଓ ସାନ ବିପ୍ର ମକଦମେ ପାଣି ବାପା ପାଣି ବାପା ଯାଉନି ନାଇଁ ସେପଟେ ଏପଟେ ବାବା ନା ବାବା ଆଜ୍ଞା ମୋତେ ଟିକେ ତୁମକୁ ମୁଁ ଯେଉଁ ଅପରାଧ କରିଛି ମୋ କର୍ମ ଫଳ ମାରିବ। हे गोपाल मो बड़ अपराधी गोपाल मु बड़ अपराधी आपण पाद पद्म मु घर अपराध करिछि। से दिनर से शपथ कथा को अवमानना करी आपण पाद पद्म मु अपराध करिछि। आउ से दिनर से शपथ कथा को मो भली पापी मुखर न शुणी आपण श्रीमुखर शुणी ए अधम माने मुक्ति पांत प्रभु ए अधम माने मुक्ति पांत। मुझे क्षमा कर दे गोपाल। जो दास तुमर कौन है कौन कहते तुम गोपाल को हाउ मु आपण को चिन्ह न पारे बहुत कटु कथा कहिछि। आपण को भक्त को भी अपमान करिछि। मोर दत्त गोपाल मो हाथ गोड़ा मन कर दियो गोपाल मत क्षमा कर दियो।
ଠାକୁର ଗୋପାଳ ମତେ କ୍ଷମା କରନ୍ତୁ ଗୋପାଳ, ମତେ କ୍ଷମା କରନ୍ତୁ। ଆପଣଙ୍କ ଭକ୍ତଙ୍କୁ ଅନେକ କଷ୍ଟ ଦେଇଛି ଗୋପାଳ, ମତେ କ୍ଷମା କରିଦିଅନ୍ତୁ ଗୋପାଳ, ମତେ କ୍ଷମା କରନ୍ତୁ। ହେ ଠାକୁରେ, ଏ ବିଶ୍ୱ ବ୍ରହ୍ମାଣ୍ଡରେ ଯାହା ବି ସବୁ ହେଉଛି ସବୁ ଆପଣଙ୍କ ଇଚ୍ଛା ପ୍ରଭୁ, ସବୁ ଆପଣଙ୍କ ମହିମା। ଆପଣଙ୍କ ଦିବ୍ୟ ଲୀଳାକୁ କିଏ ବୁଝିପାରିବ ପ୍ରଭୁ? ପ୍ରଭୁ, ସେଦିନ ବୃନ୍ଦାବନରେ ଯାହା ସବୁ ଘଟଣା ଘଟିଥିଲା ଆପଣ ସର୍ବସମ୍ମୁଖରେ ପ୍ରକାଶ କରନ୍ତୁ ପ୍ରଭୁ, ସର୍ବସମ୍ମୁଖରେ ପ୍ରକାଶ କରନ୍ତୁ। ହେ ଭକ୍ତ ପ୍ରବର, ମୋ କଥା ହୁଏତ ମିଥ୍ୟା ହୋଇପାରେ, କିନ୍ତୁ ମୋ ଭକ୍ତର ବାକ୍ୟ କଦାପି ଅନ୍ୟଥା ହୋଇପାରିବ ନାହିଁ। ଏ କଥାର ପ୍ରମାଣ ଦେବା ପାଇଁ ମୁଁ ଏଠାକୁ ଆସିଛି, ସାକ୍ଷୀ ଦେବା ପାଇଁ ମୁଁ ଏଠାକୁ ଆସିଛି, ସାକ୍ଷୀ ଦେବା ପାଇଁ। ଜୟ ଗୋପା ଠାକୁରଙ୍କର, ଜୟ ଗୋପା ଠାକୁରଙ୍କର। ଆଜି ଆଜି ମୁଁ ସର୍ବସମ୍ମୁଖରେ ଘୋଷଣା କରୁଛି, ମୁଁ ମୋର ଏକମାତ୍ର କନ୍ୟାକୁ এই ସାନ ବିପ୍ରଙ୍କ ହସ୍ତରେ ବିବାହ ଦେବି। ଗୋଲକ, ଯାଅ ଏ ବିବାହର ଆୟୋଜନ କର। ନାକ ପଡ଼ି ଯାଅ ତମେ ଏ ବିବାହ କାର୍ଯ୍ୟରେ ସହଯୋଗ କର। ହେ ପତିତ ପାବନ ଭକ୍ତ ଦୁଃଖହାରୀ, ମୋର ସମସ୍ତ ଅପରାଧ ମାର୍ଜନ କରି ମୋରି ଗୁହାରି ଶୁଣିବା। ହେ ପ୍ରଭୁ, ଆଜିଠାରୁ ଏଇଠି এই ସାନ ବିପ୍ରଙ୍କ ହସ୍ତର ସେବା ଗ୍ରହଣ କରି ସବୁଦିନ ପାଇଁ ସାକ୍ଷୀ କମଳ ନାମରେ ନାମିତ ହୋଇ ତମର ଏ ଦିନହୀନ ସନ୍ତାନ ମାନଙ୍କୁ ଉଦ୍ଧାର କର ପ୍ରଭୁ, ତମର ଏ ଦିନହୀନ ସନ୍ତାନ ମାନଙ୍କୁ ଉଦ୍ଧାର କର। ଜୟ ସାକ୍ଷୀ କମଳଙ୍କର, ଜୟ ସାକ୍ଷୀ କମଳଙ୍କର।